ଗୋମାତାଙ୍କୁ ରାଷ୍ଟ୍ରମାତା ଘୋଷଣା ଓ ଗୋହତ୍ୟା ବନ୍ଦ ଦାବିରେ ଦାବିପତ୍ର ପ୍ରଦାନ। ଗୋମାତାଙ୍କୁ ରାଷ୍ଟ୍ରମାତା ଭାବେ ଘୋଷଣା କରିବା ଏବଂ ଦେଶବ୍ୟାପୀ ଗୋହତ୍ୟା ବନ୍ଦ କରିବା ଦାବିରେ ଯାଜପୁର ଜିଲ୍ଲା ଗୋ ସମ୍ମାନ ଆହ୍ୱାନ ଅଭିଯାନ ପକ୍ଷରୁ ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଛି। ସଂଗଠନର କାର୍ଯ୍ୟକର୍ତ୍ତା ଓ ଗୋସେବକମାନେ ଏହି ଅଭିଯାନରେ ସାମିଲ ହୋଇ ଗୋ ସୁରକ୍ଷା ଏବଂ ଗୋହତ୍ୟା ନିଷେଧ ସମ୍ପର୍କିତ ଏକ ଦାବି ଉପସ୍ଥାପନା କରିଥିଲେ। ଦେଶରେ ଗୋମାତାଙ୍କୁ ରାଷ୍ଟ୍ର ମାନ୍ୟତା ପ୍ରଦାନ ସହ ଗୋହତ୍ୟା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିବାକୁ ସେମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଗୋସେବକ ଓ ସଂଗଠନର ସଦସ୍ୟମାନେ ଉପସ୍ଥିତ ରହି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରାର୍ଥନାପତ୍ର ପ୍ରଦାନ କରିଥିବା ଦେଖିବାକୁ ମିଳିଛି। ଗୋମାତାକୁ ରାଷ୍ଟ୍ରମାତା ଭାବେ ପ୍ରତିପାଦିତ କରାଯାଉ।